ଇନ୍ଦ୍ର ଜଳ ପ୍ରକଳ୍ପ ଅଫିସ ସମ୍ମୁଖରେ ଚାଷୀମାନଙ୍କ ଗଣଧାରଣା ଚେତାବନୀ। ଚାଷ ହିଁ ମଣିଷ ଜୀବନର ମେରୁଦଣ୍ଡ। ମଣିଷ ଚାଷ କାର୍ଯ୍ୟରେ ନିୟୋଜିତ ହୋଇ ନିଜ ନିଜ ପରିବାର ପ୍ରତିପୋଷଣ କରି ଜୀବନର ଏକ ଲମ୍ବା ରାସ୍ତାକୁ ଅତିକ୍ରମ କରିଥାନ୍ତି। ସେହି ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼ିଥାଏ ଜଳସେଚନର ସୁବିଧା। ଜଳସେଚନର ବ୍ୟବସ୍ଥାକୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଜଳ ପ୍ରକଳ୍ପ ମାଧ୍ୟମରେ ଚାଷ ଜମିକୁ ଜଳସେଚିତ କରି ଚାଷୀକୂଳଙ୍କ ମନରେ ହସ ଫୁଟାଇଥାନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଜଳସେଚନର ସୁବିଧା ଥାଇ ମଧ୍ୟ ଅନେକ ସ୍ଥାନରେ ଚାଷୀମାନେ ଜଳସେଚନରୁ ବଞ୍ଚିତ ହୋଇ ଚାଷ କାର୍ଯ୍ୟରେ ଖୁବ୍ ଅସୁବିଧାରେ ସମ୍ମୁଖୀନ ହୋଇ ହୀନସ୍ଥା ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଚାଷ କାର୍ଯ୍ୟର ମୁଖ୍ୟ ସମସ୍ୟା ଜଳସେଚନକୁ ହାତ ପାହାନ୍ତାରେ ପାଇ ମଧ୍ୟ ଚାଷ ଜମିକୁ ପାଣି ନ ମିଳିବା ଅତି ଦୁଃଖର ସମସ୍ୟା ଉଙ୍କି ମାରିଛି ଚାଷୀକୂଳ ପାଇଁ। ସେମିତି ଏକ ଦୁଃଖଦାୟକ ପରିସ୍ଥିତି ସୃଷ୍ଟି ହୋଇଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ଚାଷୀକୂଳଙ୍କ ପାଇଁ। ଖଡ଼ିଆଳ ବ୍ଲକ ଅଧୀନରେ ରହିଛି ଅନେକ ଚାଷୀ ପରିବାର। ଝଳପଥର, ସାନ ମହେଶ୍ୱର, ଚନାବେଡ଼ା, ଭାଲୁଡୁଙ୍ଗୁରି, ରହେନପଦର, ଜଡ଼ାପାଲି, ଭଜପୁର ଭଳି ଚାଷ ଉପରେ ନିର୍ଭର କରୁଥିବା ଅନେକ ଗାଁ, ଯାହାକି କେବଳ ଚାଷକୁ ମୁଖ୍ୟ ଜୀବିକା କରି ଜୀବନ ଭବିଷ୍ୟତକୁ ଗଢ଼ିଥାନ୍ତି। ସେହି ଅଞ୍ଚଳ ପାଇଁ ଚାଷ ଜମିକୁ ଜଳସେଚିତ କରିବା ପାଇଁ ରହିଛି ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ। କିନ୍ତୁ ଦୁଃଖର ବିଷୟ ଯେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଥାଇ ମଧ୍ୟ ଚାଷୀକୂଳ ଜଳସେଚନରୁ ବଞ୍ଚିତ ହୋଇ ରହିଛନ୍ତି। ଏ ବିଷୟରେ ଖଡ଼ିଆଳର ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଅନେକ ଥର ଅଭିଯୋଗ କରିଛନ୍ତି। ଆଉ ଚାଷୀମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛି ଏହି କ୍ଷେତ୍ରୀୟ କାର୍ଯ୍ୟାଳୟ। ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ କ୍ଷେତ୍ରୀୟ କାର୍ଯ୍ୟାଳୟର ମୁଖ୍ୟ ଯନ୍ତ୍ରୀଙ୍କୁ ବାରମ୍ବାର ଦାବିପତ୍ର ଦେଇ ଆସିଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କୁ ଭକୁଆ ବନେଇ ଚାଲିଛନ୍ତି। ଏ ଅଞ୍ଚଳର ଚାଷୀକୂଳ ଅନେକ ଥର ଅଭିଯୋଗ କରିଥିବା ବେଳେ ସରକାର 14 ବର୍ଷ ହେଲା ଫମ୍ପା ପ୍ରତିଶ୍ରୁତି ଦେଇ ଚାଷୀକୂଳଙ୍କୁ ଭୁଆଁ ବୁଲେଇ ଚାଲିଛନ୍ତି। 14 ବର୍ଷ ହେଲା ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ଶିକାର ହୋଇ ଚାଷୀକୂଳ ଏବେ ଅଣ୍ଟା ଭିଡ଼ି ବାହାରିଛନ୍ତି। ଆସନ୍ତା ଫେବୃଆରୀ 28 ତାରିଖରେ ଖଡ଼ିଆଳ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଫିସ ସମ୍ମୁଖରେ ଶହ ଶହ ଚାଷୀ ନିଜର ହକ୍ ପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣି ପାଇଁ ଭୋଟ ବର୍ଜନର ନିଷ୍ପତ୍ତି ନେଇଥିଲେ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇ ଚାଷୀମାନଙ୍କ ନିଷ୍ପତ୍ତିକୁ ଅକାମୀ କରି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଜଳସମ୍ପଦ ବିଭାଗ ଭୁବନେଶ୍ୱରଙ୍କ ଚିଠା ଅନୁସାରେ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଚାନ୍ଦପଲ୍ଲା ଗ୍ରାମଠାରୁ 1 ଓ 2 ପ୍ରଶାସନିକ ଅନୁମୋଦନ ଅର୍ଥ ବିଭାଗରେ ରହିଛି। ମାତ୍ର 6 ମାସରୁ ରଦ୍ଦ ହେଲା ପରେ ମଧ୍ୟ ପ୍ରଶାସନ ଟେଣ୍ଡର ପ୍ରକ୍ରିୟା କରାଯାଇ ନାହିଁ। ଏଣୁ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇ ଆସନ୍ତା ଫେବୃଆରୀ 28 ତାରିଖ ସକାଳ 8 ଘଟିକା ଠାରୁ ସନ୍ଧ୍ୟା 5 ଘଟିକା ପର୍ଯ୍ୟନ୍ତ ତିଖାଲି ଛକ 353 ଜାତୀୟ ରାଜପଥ ଉପରେ ଗଣ ଆନ୍ଦୋଳନ କରିବାକୁ ଡାକରା ଦିଆଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ୍।